ଜୀବନରେ ସଫଳତା ପାଇବାକୁ ହେଲେ ଆମେ ସବୁବେଳେ ଭିଡ଼କୁ ଖୋଜୁ। ଆମେ ଚାହୁଁଛୁ କେହି ଆମକୁ ବୁଝୁ, କେହି ଆମକୁ ସପୋର୍ଟ କରୁ, କେହି ଆମ ସହିତ ଚାଲୁ। କିନ୍ତୁ ଗୋଟିଏ କଠିନ ସତ୍ୟ ଅଛି, ସଫଳତାର ରାସ୍ତା ସବୁବେଳେ ଭିଡ଼ରେ ନୁହେଁ, ବହୁତ ସମାଜ ଏକାକୀରେ ତିଆରି ହୁଏ। ଏହି ସତ୍ୟ କେହି ସହଜରେ କହିନଥାନ୍ତି, କାରଣ ଏକା ରହିବା ସହଜ ନୁହେଁ। ଏକା ରହିବାର ଅର୍ଥ ହେଉଛି ନିଜ ଭିତରକୁ ଦେଖିବା, ନିଜର ଦୁର୍ବଳତାକୁ ଦେଖିବା, ନିଜ ଭୟ ସହ ମୁହାଁମୁହିଁ ହେବା। ତୁମେ ଦେଖିଥିବ, ଯେତେବେଳେ ତୁମେ କିଛି ନୂଆ କରିବାକୁ ଚେଷ୍ଟା କର, ଆରମ୍ଭରେ ଅନେକ ଲୋକ ହସନ୍ତି। କେହି କହନ୍ତି ଏହା ତ ପକ୍ଷରେ ନୁହେଁ, କେହି କହନ୍ତି ଏହା କରି କ'ଣ ମିଳିବ। ସେତେବେଳେ ଯଦି ତୁମେ ଭିଡ଼ରେ ସ୍ୱରକୁ ଶୁଣିବ, ତୁମ ସ୍ୱପ୍ନ ଧୀରେ ଧୀରେ ମରିଯିବ। କିନ୍ତୁ ଯଦି ତୁମେ ଏକା ହୋଇ ନିଜ ଲକ୍ଷ୍ୟକୁ ଧରି ରଖିବ, ସେତେବେଳେ ତୁମ ମନର ଶକ୍ତି ଜାଗି ଉଠିବ। ଏକା ରହିବା ମାନେ ଦୁଃଖୀ ହେବା ନୁହେଁ, ଏକା ରହିବା ମାନେ ନିଜ ସହ ସମୟ କାଟିବା। ଯେତେବେଳେ ତୁମେ ନିଜ ସହ ବସ, ତୁମେ ବୁଝିପାର ତୁମେ କିଏ, କ'ଣ କରୁଛ, କ'ଣ ଚାହୁଁଛ, କେଉଁ ଦିଗକୁ ଯାଉଛ। ଭିଡ଼ରେ ରହିଲେ ଆମେ ଅନେକ ସମୟ ନିଜକୁ ହରାଇ ଦେଉ। ଆମେ ଅନ୍ୟମାନଙ୍କର ଆଶା ଓ କମେଣ୍ଟ ଶୁଣି ଅଟକି ଯାଉ, କିନ୍ତୁ ଏକାକୀ ଆମକୁ ସ୍ୱାଧୀନ କରେ। ତୁମ ଜୀବନର ସବୁଠୁ ବଡ଼ ନିଷ୍ପତ୍ତି ଗୁଡ଼ିକ ତୁମକୁ ଏକା ନେବାକୁ ପଡ଼ିବ। କେହି ତୁମ ପାଇଁ ତୁମ ସ୍ୱପ୍ନ ପୂରଣ କରିପାରିବ ନାହିଁ, କେହି ତୁମ ପାଇଁ ସକାଳେ ଶୀଘ୍ର ଉଠିପାରିବ ନାହିଁ, କେହି ତୁମ ପାଇଁ ଅଭ୍ୟାସ କରିପାରିବ ନାହିଁ। ତୁମେ ଯଦି ନିଜକୁ ପ୍ରମାଣ କରିବାକୁ ଚାହ, ତେବେ ତୁମକୁ ଏକା ଲଢ଼ିବାକୁ ଶିଖିବାକୁ ପଡ଼ିବ। ଅନେକ ଲୋକ ଏକା ରହିବାକୁ ଡରନ୍ତି। ସେମାନେ ଭାବନ୍ତି ଯଦି ସେମାନେ ଏକା ହେବେ ତେବେ ଲୋକେ ଭୁଲିଯିବେ। କିନ୍ତୁ ସତ୍ୟ ହେଉଛି, ଯେଉଁମାନେ ନିଜକୁ ତିଆରି କରିବା ପାଇଁ କିଛି ସମୟ ଏକା ରହନ୍ତି, ସେମାନଙ୍କୁ ଦୁନିଆ କେବେ ଭୁଲେ ନାହିଁ। ଯେତେବେଳେ ତୁମେ ଚୁପଚାପ ନିଜ ସ୍କିଲ୍କୁ ଉନ୍ନତ କର, ତୁମ ମନକୁ ଶକ୍ତିଶାଳୀ କର, ତୁମ ଲକ୍ଷ୍ୟକୁ ସ୍ପଷ୍ଟ କର, ସେତେବେଳେ ତୁମ ଭବିଷ୍ୟତ ଶକ୍ତିଶାଳୀ ହୁଏ। ଭାବିକି ଦେଖ, ତୁମେ ଦିନକୁ କେତେ ସମୟ ଅନ୍ୟମାନଙ୍କ ସହ କଥାବାର୍ତ୍ତାରେ, ସୋସିଆଲ ମିଡ଼ିଆରେ, ଅନର୍ଥକ ବେକାର ଚିନ୍ତାରେ ଖର୍ଚ୍ଚ କରୁଛ। ଯଦି ସେହି ସମୟର ଅଧା ମାତ୍ର ତୁମେ ନିଜ ଲକ୍ଷ୍ୟ ପାଇଁ ଦେବ, ତେବେ ତୁମ ଜୀବନ ବଦଳିଯିବ। ସଫଳ ଲୋକମାନେ ସବୁବେଳେ ମଜା କରନ୍ତି ନାହିଁ। ସେମାନେ ଅନେକ ସମୟ ଏକା ଘରେ ବସି କାମ କରନ୍ତି, ଅଭ୍ୟାସ କରନ୍ତି, ଚିନ୍ତା କରନ୍ତି। ଏକା ରହିବା ତୁମକୁ ଶିଖାଏ କିପରି ଶକ୍ତିଶାଳୀ ହେବା। ଯେତେବେଳେ ତୁମ ପାଖରେ କେହି ନଥାଏ, ସେତେବେଳେ ତୁମେ ନିଜ ଉପରେ ଭରସା କରିବା ଶିଖ। ଏହି ଭରସା ହେଉଛି ସଫଳତାର ମୂଳ। ଯଦି ତୁମେ ନିଜକୁ ଭରସା କରିପାର ନାହିଁ, ତେବେ ଦୁନିଆ କେବେ ତୁମକୁ ଭରସା କରିପାରିବ ନାହିଁ। କେତେକ ଦିନ ଏମିତି ଆସିବ ଯେତେବେଳେ ତୁମେ ଥକିଯିବ। ତୁମେ ଭାବିବ, ମୁଁ କାହିଁକି ଏତେ ଲଢ଼ୁଛି। ସେତେବେଳେ ମନେ ରଖ, ସବୁ ବଡ଼ ସଫଳତା ଏକା ରାତିରେ ହାସଲ ହୋଇନଥାଏ। ପଛରେ ଥାଏ ଶତାଧିକ ଏକା ରାତି, ଯେଉଁଠାରେ କେହି ତାଲି ପିଡ଼ ନଥାଏ, କେହି ପ୍ରଶଂସା କରୁନଥାଏ, କିନ୍ତୁ ତୁମେ ତୁମ କାମ କରୁଥାଅ। ଯଦି ତୁମେ ସତରେ ସଫଳ ହେବାକୁ ଚାହ, ତେବେ କିଛି ସମୟ ପାଇଁ ନିଜକୁ ଭିଡ଼ରୁ ଅଲଗା କର। ତୁମ ଫୋକସ୍କୁ ତୁମ ଲକ୍ଷ୍ୟରେ ରଖ। ତୁମ ଫୋନ୍କୁ ଅଲଗା କର। ତୁମ ଧ୍ୟାନକୁ ଭଙ୍ଗ କରୁଥିବା ସମସ୍ତଙ୍କୁ ଦୂର କର। ଏହି ସମୟ ହେଉଛି ତୁମ ଜୀବନର ନିବେଶ। ଏକା ରହିବା ତୁମକୁ ଶିଖାଏ କିପରି ନିଜ ସହ ଶାନ୍ତିରେ ରହିବା। ଯେଉଁମାନେ ନିଜ ସହ ଶାନ୍ତିରେ ରହିପାରନ୍ତି, ସେମାନେ ଦୁନିଆ ସହ ଯୁଦ୍ଧ କରିପାରନ୍ତି। ଏକାକୀ ତୁମକୁ ମାନସିକତା ଭାବେ ଶକ୍ତିଶାଳୀ କରେ। ଏହା ତୁମକୁ ଶିଖାଏ କିପରି ଆଲୋଚନାକୁ ଅଣଦେଖା କରିବା, କିପରି ନେଗେଟିଭ୍ ଭାବନାକୁ ଦୂର କରିପାରିବା। ମନେ ରଖ ଯେ ତୁମ ସଫଳତାର ସବୁଠୁ ବଡ଼ ଶତ୍ରୁ ହେଉଛି ତୁମ ଭୟ, ଏବଂ ଏହି ଭୟକୁ ଜିତିବା ପାଇଁ ତୁମକୁ ଏକା ରହିବାକୁ ପଡ଼ିବ। ଯେତେବେଳେ ତୁମେ ଏକା ଅନ୍ଧାରରେ ଚାଲିବାକୁ ଶିଖ, ସେତେବେଳେ ଆଲୋକର ମୂଲ୍ୟ ବୁଝିପାର। ସଫଳତା କୌଣସି ଶବ୍ଦ କରି ଆସେ ନାହିଁ, ଏହା ଚୁପଚାପ ତୁମ ଜୀବନର ପରିବର୍ତ୍ତନ କରେ। ଆଜି ଯଦି ତୁମେ ଏକା ଅଛ, ତେବେ ଦୁଃଖୀ ହୁଅ ନାହିଁ। ଏହି ସମାଜକୁ ତୁମ ଶକ୍ତି କର। ଯେତେବେଳେ ଗୋଟିଏ ଦିନ ତୁମେ ସଫଳ ହେବ, ସେତେବେଳେ ସେହି ଲୋକମାନେ ଯେଉଁମାନେ ଆଜି ତୁମକୁ ବୁଝୁନାହାନ୍ତି, ସେମାନେ ତୁମ ପାଖରେ ଠିଆ ହୋଇ ତାଲି ପିଟିବେ। କିନ୍ତୁ ସେଦିନ ତୁମକୁ ଆଜି ଏକା ରହିବାକୁ ପଡ଼ିବ। ତେଣୁ ନିଜକୁ ପଚାର, ତୁମ ଭିଡ଼ରେ ହରାଇବାକୁ ଚାହୁଁଛ ନା ଏକା ହୋଇ ଇତିହାସ କରିବାକୁ ଚାହୁଁଛ। ସଫଳତା ସେମାନଙ୍କୁ ମିଳେ ଯେଉଁମାନେ ଏକା ରାସ୍ତାରେ ଚାଲିବାକୁ ଡରନ୍ତି ନାହିଁ। ଏକା ରହିବା ଶିଖ, ନିଜକୁ ଭଲ ପାଇବା ଶିଖ, ନିଜ ଲକ୍ଷ୍ୟକୁ ଧରି ରଖ। ଏତିକି ମନେ ରଖ, ଯଦି ତୁମେ ସତରେ ସଫଳତା ଚାହୁଁଛ, ତେବେ ଏକାକୀ ତୁମକୁ ଶତ୍ରୁ ଭାବିବା ବନ୍ଦ କର। ଏହା ତୁମର ଶତ୍ରୁ ନୁହେଁ, ଏହା ତୁମର ଗୁପ୍ତ ଶକ୍ତି। ଦୁନିଆ ତୁମ ସହ ରହିଲେ ତୁମେ ସାହସୀ ଲାଗିପାରିବ, କିନ୍ତୁ ଯେତେବେଳେ କେହି ନଥାଏ ଓ ତୁମେ ତଥାପି ଆଗକୁ ବଢ଼ୁଛ, ସେଇଟା ହେଉଛି ସତ୍ୟ କଥାର ସାହସ। ଏକା ରାତିଗୁଡ଼ିକ ମନେ ପକାଅ, ସେହି ରାତି ଯେଉଁଠାରେ କେହି ତୁମକୁ ବୁଝୁନଥିଲେ, କେହି ତୁମ ପ୍ରୟାସକୁ ଦେଖୁନଥିଲେ। ସେହି ନୀରବ ମୁହୂର୍ତ୍ତ ଗୁଡ଼ିକ ତୁମକୁ ଭାଙ୍ଗିବା ପାଇଁ ଆସିନଥିଲା, ସେଗୁଡ଼ିକ ତୁମକୁ ଗଢ଼ିବା ପାଇଁ ଆସିଥିଲା। ପ୍ରତ୍ୟେକ ଏକା ସକାଳ, ପ୍ରତ୍ୟେକ ନୀରବ ଅଭ୍ୟାସ, ପ୍ରତ୍ୟେକ ଲୁହର ଚିହ୍ନ, ସେଗୁଡ଼ିକ ହେଉଛି ତୁମ ଭବିଷ୍ୟତର ଭିତ୍ତି। ସତ୍ୟ କଥା ହେଉଛି, ସଫଳତା ଭିଡ଼ରୁ ଆସେ ନାହିଁ, ଏହା ଫୋକସ୍ରୁ ଆସେ। ଏବଂ ଫୋକସ୍ ସବୁବେଳେ ନୀରବତାରେ ଜନ୍ମ ନେଇଥାଏ। ଯେତେବେଳେ ତୁମେ ନିଜକୁ ସମୟ ଦେଉଛ, ତୁମ ସ୍ୱପ୍ନକୁ ପ୍ରାଥମିକତା ଦେଉଛ,
ସେତେବେଳେ ତୁମ ମନର ଶବ୍ଦ ହ୍ରାସ ପାଏ ଓ ତୁମ ଲକ୍ଷ୍ୟ ସ୍ପଷ୍ଟ ହୁଏ। ଏ ସ୍ପଷ୍ଟତା ହେଉଛି ତୁମର ଅସଲି ଶକ୍ତି। ଲୋକେ କହିବେ ଏକା ରହିଲେ ଜୀବନ ବିରକ୍ତି ଲାଗେ, କିନ୍ତୁ ତୁମେ ଜାଣିଛ ସବୁଠୁ ବଡ଼ ପରିବର୍ତ୍ତନ ସବୁବେଳେ ଶାନ୍ତ ମାଟିରେ ହୁଏ। ଗୋଟିଏ ଚାଷୀ ଗୋଟିଏ ବୀଜ ରୋପିଲେ କୌଣସି ଶବ୍ଦ ହୁଏ ନାହିଁ, କିନ୍ତୁ ଦିନେ ସେହି ବୀଜ ବଡ଼ ଗଛ ହୋଇ ଦୁନିଆକୁ ଛାୟା ଦିଏ। ଠିକ୍ ସେହିପରି ତୁମର ଏକାକୀ ପ୍ରୟାସ ଦିନେ ତୁମକୁ ଜୀବନକୁ ବିଶାଳ ସଫଳତାର ଗଛରେ ପରିଣତ କରିଦେବ। ତୁମେ ଯେତେବେଳେ ଏକା ହେଉଛ, ତୁମେ ନିଜ ଭୟ ସହ ମୁହାଁମୁହିଁ ହେଉଛ। ପଳେଇବାର ଅବସର ନଥାଏ ଏବଂ ଯେତେବେଳେ ତୁମେ ନିଜ ଭୟକୁ ଜିତିଯିବ, ସେତେବେଳେ ଦୁନିଆର କୌଣସି ଶକ୍ତି ତୁମକୁ ରୋକିପାରିବ ନାହିଁ। ଏକାକୀ ତୁମକୁ ନିଜ ଉପରେ ଭରସା କରିବାକୁ ଶିଖାଏ। ଏହି ଭରସା ହେଉଛି ସଫଳତାର ମୂଳ ଚାବି। ମନେ ରଖ, ତୁମେ ଯେଉଁ ସ୍ୱପ୍ନ ଦେଖୁଛ, ସେ ସ୍ୱପ୍ନର ଦାୟିତ୍ୱ ମଧ୍ୟ ତୁମର। ଲୋକେ କିଛି ସମୟ ପାଇଁ ସହଯୋଗ କରିପାରନ୍ତି, କିନ୍ତୁ ଶେଷ ପର୍ଯ୍ୟନ୍ତ ତୁମକୁ ନିଜେ ଚାଲିବାକୁ ପଡ଼ିବ। ଏହି ଯାତ୍ରାରେ କେତେକ ଦିନ ତୁମେ ଅନୁଭବ କରିବ ମୁଁ ଏକା, କିନ୍ତୁ ଏହାକୁ ଦୁର୍ବଳତା ଭାବିବ ନାହିଁ। ଏହା ହେଉଛି ତୁମ ଗୁଢ଼ା ଯାଉଥିବାର ସମୟ। ଯେତେବେଳେ ତୁମେ ଏକା ହୋଇ ମେହନତ କରୁଛ, ତୁମେ ଆସ୍ତେ ଆସ୍ତେ ଏମିତି ଗୋଟିଏ ଲେଭେଲକୁ ପହଞ୍ଚିବ ଯେଉଁଠାରେ ଲୋକଙ୍କ ଆଲୋଚନା ତୁମକୁ ହଲାଇ ପାରିବ ନାହିଁ। ତୁମେ ନିଜ ମୂଲ୍ୟକୁ ଜାଣିପାରିବ। ତୁମେ ବୁଝିପାରିବ ସଫଳତା ତାଲିରେ ନୁହେଁ, ଆତ୍ମସନ୍ତୋଷରେ ଅଛି। ଯେଦିନ ତୁମେ ନିଜକୁ ଦେଖି କହିପାରିବ ମୁଁ ହାର ମାନେନି, ସେହିଦିନ ତୁମେ ସତରେ ଜିତିଯିବ। ଆଜି ଯଦି ତୁମେ ଏକା ଅଛ, ଏହାକୁ ଅବିଶ୍ୱାସ ଭାବିବା ବନ୍ଦ କର, ଏହାକୁ ଅବସର ଭାବ। ଏହି ସମାଜକୁ ବ୍ୟର୍ଥ କରିବ ନାହିଁ। ନିଜ ସ୍କିଲ୍କୁ ଉନ୍ନତ କର, ନିଜ ଶରୀରକୁ ଶକ୍ତିଶାଳୀ କର, ନିଜ ମନକୁ ସଫା କର, ତୁମ ଲକ୍ଷ୍ୟକୁ ଲେଖ, ପ୍ରତିଦିନ ସେଥିପାଇଁ କିଛି କର। ଛୋଟ ପଦକ୍ଷେପ ମଧ୍ୟ ଗୋଟିଏ ଦିନ ବଡ଼ ଫଳ ଦିଏ। ଆଉ ଗୋଟିଏ ଦିନ ଏମିତି ଆସିବ ଯେତେବେଳେ ଲୋକେ ପଚାରିବେ ତୁ କିପରି ଏମିତି ଆଗକୁ ବଢ଼ିଗଲୁ। ସେତେବେଳେ ତୁମେ ହସିପାରିବ, କାରଣ ସେମାନେ ଦେଖିନଥିଲେ ତୁମେ ଏକା ଲଢ଼ିଥିଲ। ତୁମ ନୀରବ ଅଭ୍ୟାସ, ତୁମ ଭିତରର ଯୁଦ୍ଧ। ସେମାନେ କେବଳ ଫଳ ଦେଖିବେ, ପ୍ରକ୍ରିୟା ନୁହେଁ। କିନ୍ତୁ ତୁମେ ଜାଣିଥିବ ସେ ପ୍ରକ୍ରିୟା ହିଁ ତୁମକୁ ଅଲଗା କରିଦେଲା। ତେଣୁ ଆଜିଠାରୁ ନିଜକୁ ଗୋଟିଏ ପ୍ରମିସ୍ କର, ମୁଁ ଏକା ରହିବାକୁ ଡରିବି ନାହିଁ, ମୋ ଭିଡ଼ରେ ହାରିବି ନାହିଁ। ମୁଁ ନିଜ ସ୍ୱପ୍ନ ପାଇଁ କିଛି ସମୟ ପାଇଁ ଦୂରେ ରହିପାରିବି, କିନ୍ତୁ ହାରିବି ନାହିଁ। ଏ ଡିସିଜନ୍ ହେଉଛି ତୁମ ଜୀବନର ଟର୍ଣ୍ଣିଂ ପଏଣ୍ଟ।